ଚାଉଳ ଚୂନାରେ ଆମେ ପିଠା କରୁଛେ। ଆପଣଙ୍କୁ ଶୁଣିକି ଟିକେ ଅଜୀବ ଲାଗୁଛି ନା ଯେ ଚାଉଳ ଚୂନାରେ କେମିତି ଆମେ ରୁଟି ବନେଇବା ବୋଲି? ହଁ ଆଜ୍ଞା, ଆପଣ ଠିକ୍ ଶୁଣିଛନ୍ତି। ଚାଉଳ ଚୂନାରେ ମୁଁ ଆଜି ଆପଣଙ୍କୁ ରୁଟି ବନେଇବି, ଆଉ ସିଏ ବି ପୁଣି ଏମିତି ସଫ୍ଟ ସଫ୍ଟ ଆଉ ପକେଟ୍ ଭଳିଆ ପୁରା ହେବ, ପୁରା ନରମ। ଆପଣ ତାକୁ 4-5 ଘଣ୍ଟା ପର୍ଯ୍ୟନ୍ତ ରଖିପାରିବେ ମଧ୍ୟ, ସେ ସେମିତି ହିଁ ନରମ ଥିବ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଭଲ ଲାଗିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ମୁଁ ଗ୍ୟାସ୍ ଅନ୍ କରିକି ଗୋଟେ ପ୍ୟାନ୍ ବସେଇଛି, ଆଉ ସେଥିରେ ମାପିକି 1 କପ୍ ପାଣି ନେଇଛି, ଆଉ ଟିକେ ହାଲକା ଲୁଣ ଦେଇଛି, ଆଉ 1 ଚାମଚ ଗୁଆ ଘିଅ ନେବେ। ଆପଣ ଘିଅ ଜାଗାରେ ତେଲ ମଧ୍ୟ ଦେଇପାରିବେ। ଆଉ ଏବେ ନେଇଛି 1 କପ୍ ପୁରା ଚାଉଳର ଚୂନା, ମାନେ ଯେଉଁଥିରେ ଆପଣ ପାଣି ନେଇଥିବେ ସେଇଥିରେ ହିଁ ଚାଉଳ ଚୂନା ନେବେ। ଭାଗ ମାପ ଟିକେ ଭଲସେ ରଖିବେ। ଭାଗ ମାପ ମାନେ ଏଥିରେ ତ ଆଉ କିଛି ନାହିଁ, ଖାଲି ଆପଣ ପାଣି ଆଉ ଚାଉଳର ଚୂନା। ଏବେ ଦେଖନ୍ତୁ ଟିକେ ଭଲସେ ମିଶାଇ ଦେବେ, ଆଉ ତାକୁ ପୁରା ସିମ୍ କରିଦେବେ। ଏବେ ଗ୍ୟାସ୍ର ଫ୍ଲେମ୍ ପୁରା ସିମ୍ କରିଦେଇକି ତାକୁ ରଖିବେ 2-3 ମିନିଟ୍ ଭଳିଆ। ଜମା ତାଠୁ ଅଧିକ ରଖିବେନି, ଗ୍ୟାସ୍ର ଫ୍ଲେମ୍ ପୁରା ଲୋରେ ରଖିବେ। 2-3 ମିନିଟ୍ ପରେ ଦେଖନ୍ତୁ ସେ ପୁରା ଏମିତିଆ ହେଇଯାଇଥିବ, ପୁରା ଝୁରଝୁରା ଟାଇପ୍ର ହେଇଥିବ। ତାକୁ ଟିକେ ଏମିତି ଭଲସେ ମିଶାଇ ଦେବେ, ଆଉ ତାପରେ ଗୋଟେ ବୋଲ୍କୁ ଆପଣ ଟ୍ରାନ୍ସଫର୍ କରିଦେବେ। ଜମା ଆଠୁ ଅଧିକ ଜମା ବି ତାକୁ ବେଶୀ ସମୟ ଗ୍ୟାସ୍ରେ ବସେଇବେନି, ପ୍ରଥମ କଥା। ଦ୍ୱିତୀୟ କଥା, ଯେତେବେଳେ ଆପଣ ଯେଉଁ ଜାଗାକୁ ଟ୍ରାନ୍ସଫର୍ କରୁଛନ୍ତି ସେଇଟା ଗରମ ଅବସ୍ଥାରେ ତାକୁ ଆପଣ ଏମିତି ଡୋ ବନେଇବେ, ଜମା ଥଣ୍ଡା କରିବେନି। ତ ଏଇ ଗରମ ଅବସ୍ଥାରେ ଆପଣଙ୍କର ହାତ ତ ସମ୍ଭାଳିବନି, ହାତ ଟିକେ ଟିକେ ପାଣି ହାତ ଲଗେଇ ଲଗେଇ ଆପଣ ତାକୁ ମାନେ ଏମିତି ଏମିତି ତାକୁ ଗୋଟେ ଡୋ ବନେଇବେ। ଜମା ଏଇ ମାନେ ଗରମ ଡୋରେ ପାଣି ପକାଇବେନି, ଆପଣଙ୍କ ହାତ ଓଦା କରିକି ଆପଣ ଏମିତି ଚକଟି ଚକଟି ତାକୁ ପୁରା ସଫ୍ଟ କରିକି ବନେଇବେ। ଦେଖନ୍ତୁ ପୁରା ପରଫେକ୍ଟ ବନିଲା। ଏବେ ତାକୁ ଆମେ କ'ଣ କରିବା ନା, ଆପଣଙ୍କ ସାଇଜ୍ ହିସାବରେ ଗୋଟେ ଛୋଟ ବଲ୍ର ସାଇଜ୍ ଯେତିକି ଆପଣ ସେଇ ହିସାବରେ ନେବେ, ଆଉ ତାକୁ ଏମିତି ଭଲସେ ଟିକେ ଚକଟିବେ। ଯେତେ ଚକଟିବେ ମନେ ରଖନ୍ତୁ ଆପଣଙ୍କର ସେତେ ସଫ୍ଟ ବନିବ। ଏଇଟା ହେଉଛି ତା'ର ଗୋଟିଏ ଟ୍ରିକ୍। ତାକୁ ପୁରା ଭଲସେ ଚକଟି ଦେବେ। ତାପରେ ଆପଣ ଯେଉଁ ଜାଗାରେ, ଯଦି ଆପଣ ବେଲଣା ବାଡ଼ିରେ କରୁଛନ୍ତି, ମୁଁ ଆକ୍ଚୁଆଲି ସ୍ଲାବ୍ରେ କରୁଥିଲି, ତାକୁ ଟିକେ ଭଲସେ ପୋଛି ଦେଇଥିଲି। ଆଉ ତାପରେ ତାକୁ ଏମିତି ସେଇ ଚାଉଳ ଚୂନା ଦେଇକି ତାକୁ ଏମିତି ଭଲସେ ମାନେ ବେଲିବେ। ଦେଖନ୍ତୁ ଯେତେବେଳେ ଫାଷ୍ଟ ବେଲିବେ ନା, ଏମିତି ଆବୁଡ଼ା ଖାବୁଡ଼ା ହେଇଥିବ, ସେଥିପାଇଁ ଆପଣ ଜମା ଓରେଡ଼ି ହେବେନି। ଯେତେ ଥର ଆପଣ ବେଲିବେ ସେତେ ଥର ଶୁଖା ଚାଉଳ ଚୂନା ଦେଇକି ଆପଣ ତାକୁ ବେଲିବେ। ଆଉ ଏମିତି ଗୋଟେ ରାଉଣ୍ଡ ସେପ୍ର ଗୋଟେ ଏମିତି ପ୍ଲେଟ୍ ହେଉ କିମ୍ବା କୌଣସି ଟିଫିନ୍ ହେଉ, ଯେଉଁଥିରେ ଆପଣ କଟ୍ ହେଇପାରିବ, ତାକୁ ଏମିତି ମାଡ଼ିଦେବେ। ଆଉ ସାଇଡ଼୍ର ପୋର୍ସନ୍ ଗୁଡ଼ା ତାକୁ ବାହାର କରିଦେବେ। ହେଇଗଲା ନା ଆମର ପୁରା ପରଫେକ୍ଟ ରୁଟି, ପୁରା ରାଉଣ୍ଡ ସେପ୍ର। ଆଉ ଏଇ ସାଇଡ଼୍ ଗୁଡ଼ାକୁ ଆପଣ ସାଇଡ଼୍ କରିକି ରଖିଥିବେ, ପରେ ଦେବେ। ଆଉ ବର୍ତ୍ତମାନ ଯଦି ଆପଣଙ୍କୁ ଲାଗୁଛି ଏଇଟା ଟିକେ ମୋଟା ଅଛି, ଆଉ ଥରେ ଏମିତି ଟିକେ ବେଲି ଦେବେ। ଆଉ ମୁଁ ଆପଣଙ୍କୁ ଦେଖାଉଛି ନର୍ମାଲ୍ ତାୱାରେ, ଯଦି ଆପଣ ଚାହୁଁଛନ୍ତି ନନ୍ଷ୍ଟିକ୍ରେ ମଧ୍ୟ ବନେଇ ପାରିବେ। ତ ପ୍ରଥମେ ଗୋଟେ ସାଇଡ଼୍ ଟିକେ ହେଇକି ଯେତେବେଳେ ବବୁଲ୍ ବବୁଲ୍ ଉପରକୁ ବାହାରିବ, ଦେଖନ୍ତୁ ଫୁଲୁଛି, ତ ପୁଣି ଆପଣ ଆଉ ଗୋଟେ ସାଇଡ଼କୁ ଓଲଟେଇବେ। ଆଉ ଏବେ ତାକୁ କ'ଣ କରିବେ ନା, ଗ୍ୟାସ୍ର ଫ୍ଲେମ୍ରେ ଯେମିତି ଆମେ ରୁଟି ସେକୁଛେ ସେମିତି ଆପଣ ରଖିକି ରୁଟି ସେକିବେ। ଆଉ ଚାରିପଟକୁ ଦେଖେଇ ଦେଖେଇ ଟିକେ ମଝି ପୋର୍ସନ୍ ରଖିବେ। ବେଶୀ ସମୟ ରଖିବେନି, ନହେଲେ ବହୁତ ଜଲ୍ଦି ଏଇଟା ଲାଗିଯାଏ। ଆଉ ନହେଲେ ଆପଣ କରିପାରିବେ ତାୱାରେ ଏମିତି କପଡ଼ା ମାଡ଼ି ମାଡ଼ି, ତାକୁ ମଧ୍ୟ ସେଇ ଉପାୟରେ ମଧ୍ୟ ବି ହେଇପାରିବ। ବହୁତ ହି ସଫ୍ଟ ବନେ ଆକ୍ଚୁଆଲି। ଏମିତି ମାନେ ରାଗି ରୁଟି ଯେମିତି ଆପଣଙ୍କର ପୁରା ନରମ ନରମ, ପୁରା ହାତରେ ଧରିଲେ ପୁରା ମୋଡ଼ିଦେଲେ ପୁରା ଯେମିତି ବଲ୍ ହେଇଯାଏ, ସେମିତି ପୁରା ହେଇଯିବ। ବହୁତ ହି ସଫ୍ଟ ବନେ। ଆଉ ଗୋଟେ ମୁଁ ଆପଣଙ୍କୁ କରିକି ଦେଖାଉଛି। ଦେଖନ୍ତୁ ଫାଷ୍ଟ ତାକୁ ତାୱାରେ ରଖିବେ, ଯେତେବେଳେ ତା'ର ଏମିତି ଟିକେ ଫୁଟକା ଫୁଟକା ଆସିବ, ତାପରେ ଆଉ ଗୋଟେ ସାଇଡ଼କୁ ଆପଣ ଓଲଟେଇବେ। ଆଉ ଯଦି ଚାହୁଁଛନ୍ତି ଏମିତି ତାକୁ ପୁଣି ନିଆଁରେ ବସେଇକି ଚାରିପଟୁ ଦେଖେଇ ଦେଖେଇ ତାକୁ ଟିକେ ସେକିଦେବେ। ବହୁତ ହି ସଫ୍ଟ ବନେ। ଆଉ ଆପଣଙ୍କୁ ମୁଁ ସଜେଷ୍ଟ କରିବି କୌଣସି ମସଲା ତରକାରୀ ସହିତ ଖାଇବେ, ଆଉ ସେଇ ତରକାରୀଟା ଆପଣଙ୍କର ଯେମିତି ଟିକେ ଖଟା ଆଉ ରାଗ ହେଇଥିବ। ନହେଲେ ଆପଣ ଟମାଟୋ ଚଟଣି ସହିତ ମଧ୍ୟ ଆକୁ ଖାଇପାରିବେ। ଟିକେ ଯଦି ହାଲକା ଉପରେ ଘିଅ ଲଗାନ୍ତୁ କି ନ ଲଗାନ୍ତୁ ମଧ୍ୟ, ଟିକେ ଖଟା ରାଗ ମିଶା ତରକାରୀ ସହିତ ଖାଇବେ, ବହୁତ ହି ଭଲ ଲାଗେ। ଆଉ ସମସ୍ତେ ମଧ୍ୟ ଖାଇପାରିବେ, ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ ଲୋକ ହୁଅନ୍ତୁ, ସମସ୍ତେ ଖାଇପାରିବେ। ଆପଣ ଘରେ ଥରେ ଟ୍ରାଏ କରନ୍ତୁ, ଆଉ କେମିତି ହେଲା ମୋ ସହିତ କମେଣ୍ଟସରେ ସେୟାର କରନ୍ତୁ। ଦେଖାହେବ ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।